ଶାରୀରିକ ସମ୍ବନ୍ଧ ବନେଇ ସାରିବା ପରେ ଯଦି ଗୋଟେ ଗ୍ଲାସ୍ କ୍ଷୀରରେ ଅଳ୍ପ କିଛି ଶୁଣ୍ଠି ଗୁଣ୍ଡକୁ ମିଶାଇ ପିଆଯାଏ ତେବେ କ୍ଷଳିତ ହୋଇଥିବା ଧାତୁ ଖୁବ୍ ଶୀଘ୍ର ପୂରଣ ହେବାକୁ ଲାଗିଥାଏ। ଏକ ରିସର୍ଚ୍ଚ କୁହାଯାଏ ମହିଳାମାନେ ଶାରୀରିକ ସମ୍ପର୍କ ବନେଇ ସାରିବା ପରେ ରୋମାଣ୍ଟିକ୍ କଥା ହେବାକୁ ଓ କିସ୍ କରିବାକୁ ଅଧିକ ପସନ୍ଦ କରିଥାନ୍ତି। ସାଇକୋଲୋଜି ଅନୁସାରେ ଯେଉଁ ପୁରୁଷ ନିଜ ବୟସଠାରୁ ଅଧିକ ବୟସର ନାରୀ ସହିତ ବାରମ୍ବାର ଶାରୀରିକ ସମ୍ପର୍କ ରଖୁଥାଏ ସେ ପୁରୁଷ ଖୁବ୍ ଶୀଘ୍ର ବୁଢ଼ା ହେବାକୁ ଲାଗିଥାଏ। ସାଇକୋଲୋଜି କୁହାଯାଏ ଗମ୍ଭୀର ଏବଂ ଶାନ୍ତ ଆବାଜ ପୁରୁଷକୁ କୌଣସି ମହିଳା ଚାହିଁକି ବି ଇଗ୍ନୋର କରିପାରେ ନାହିଁ। ଯେଉଁ ପୁରୁଷର ଜନାଙ୍ଗରେ କଳା ଯାଇ ରହିଥାଏ ସେ ପୁରୁଷ ସାଧାରଣ ଏବଂ ଦୟାଳୁ ସ୍ୱଭାବର ହୋଇଥାଏ। ସାଧାରଣ ଭାବରେ ଜଣେ ମହିଳା ପାଖାପାଖି 25 ମିନିଟରେ ସହବାସରେ ସନ୍ତୁଷ୍ଟ ଲାଭ କରିଥାଏ। ସେମାନେ ପୁରୁଷଙ୍କ ତୁଳନାରେ ସନ୍ତୁଷ୍ଟ ହେବା ପାଇଁ ଅଧିକ ସମୟ ନେଇଥାନ୍ତି। ମାତାପିତା ସେହି ବ୍ୟକ୍ତି ଯାହାର ଗୋଟେ ବୁନ୍ଦା ଝାଳର କରଜ ତାର ପିଲା ଜୀବନ ପର୍ଯ୍ୟନ୍ତ ଶୁଝିପାରିନି। 40% ନାରୀ ନିଜ ସାଥୀ ସହିତ ଶାରୀରିକ ସମ୍ବନ୍ଧ ରଖୁଥିବା ସମୟରେ ଅନ୍ୟ ପୁରୁଷଙ୍କୁ ନିଜ କଳ୍ପନା ଭିତରେ ରଖିଥାନ୍ତି। ପ୍ରତିଦିନ ସକାଳୁ ଗୋଟେ କଦଳୀ ସାଙ୍ଗରେ ଅଧା ଚାମଚ ମହୁକୁ ମିଶାଇ ଖାଇବା ଦ୍ୱାରା ଶରୀରରେ ଧାତୁ 2 ଗୁଣ ଭାବରେ ବଢ଼ିଥାଏ। ସ୍ତ୍ରୀ ଏବଂ ପୁରୁଷ ଦୁଇ ଜଣଙ୍କ ବାମ ନାକପୁଡ଼ାରେ ଯେତେବେଳେ ନିଶ୍ୱାସ ପ୍ରଶ୍ୱାସ ଚଳପ୍ରଚଳ କରୁଥିବ ସେ ସମୟରେ ଯଦି ଶାରୀରିକ ସମ୍ବନ୍ଧ ବନାଯାଏ ତେବେ ଶାରୀରିକ ସମ୍ବନ୍ଧରେ ଅଧିକ ଆନନ୍ଦ ମିଳିଥାଏ। ଯଦି ପୁରୁଷର ଡାହାଣ ନାକପୁଡ଼ାରେ ନିଶ୍ୱାସ ବହୁଥିବ ତେବେ ସେଠାରେ ନାରୀ ହିଁ ଜିତିବ। ଆଉ ଯଦି ନାରୀର ବାମ ପୁଡ଼ାରେ ନିଶ୍ୱାସ ବହୁଥିବ ତେବେ ପୁରୁଷ ନିଜ ନାକକୁ ସ୍ତ୍ରୀ ନାକ ସହିତ ମିଶାଇ ନାରୀର ବାମ ନାକପୁଡ଼ାକୁ 3 ଥର ହେଉ କିମ୍ବା 7 ଥର ଟାଣିବା ଦ୍ୱାରା ଉଭୟଙ୍କୁ ଆନନ୍ଦ ମିଳିଥାଏ। ଶାରୀରିକ ସମ୍ବନ୍ଧ ବନେଇ ସାରିବା ପରେ ଯଦି କ୍ଷୀରରେ ପ୍ରସ୍ତୁତ ମିଠାଟିଏ ଖାଆନ୍ତି ତେବେ କ୍ଷଳିତ ହୋଇଥିବା ଧାତୁ ଶୀଘ୍ର ଭରଣ ହେବାକୁ ଲାଗିଥାଏ। ସମ୍ବନ୍ଧ ବନେଇବାକୁ ଯିବା ପୂର୍ବରୁ ଯଦି ଜଣେ ନାରୀକୁ ଉଷୁମ କ୍ଷୀରରେ କିଛି କିସମିଶ ମିଶାଇ ଖାଇବାକୁ ଦିଆଯାଏ ତେବେ ସେ ନାରୀ ଶୀଘ୍ର ଉତ୍ତେଜିତ ହୋଇଥାଏ।